କୁଆଡ଼େ କିଏ ଢଳିବା ପ୍ରଶ୍ନ ଉଠୁନି। ସାଧାରଣ ଭାବରେ ଗୋଟେ କାର୍ଯ୍ୟକ୍ରମ ହେଉଛି କିମ୍ବଦନ୍ତୀ ପୁରୁଷ, ଉତ୍ତୁଙ୍ଗ ବ୍ୟକ୍ତିତ୍ୱ, ଓଡ଼ିଶାବାସୀଙ୍କ ପ୍ରତି ଓଡ଼ିଆଙ୍କ ମନରେ ସାହସ ସୃଷ୍ଟି କରୁଥିବା ଏଭଳି ଜଣେ ଜନନେତା ବିଜୁ ପଟ୍ଟନାୟକଙ୍କର ଶ୍ରାଦ୍ଧ ସଭା ଏବଂ ବିଜୁବାବୁଙ୍କର ଯେଉଁ ଲିଗାସି ସମ୍ପର୍କରେ ଆଲୋଚନା ହେଉଛି। ବାସ୍ତବରେ ବିଜୁବାବୁଙ୍କର ଗୋଟେ ବଡ଼ ପରିବାର ହେଲା ଓଡ଼ିଶା ତାଙ୍କ ପରିବାର। ସେ ଆଦୌ ସୀମିତ ନଥିଲେ ନିଜ ପରିବାର ପାଖରେ। ଶେଷ ସମୟରେ ଆପଣ ଜାଣନ୍ତି ସେ ଦିଲ୍ଲୀପ ରାୟଙ୍କ ଘରେ ଯାଇ ରହିଲେ। ବହୁତ ସମୟରେ ଗଲେ ଅନେକ ଓଡ଼ିଶାର ଲୋକ ଅଛନ୍ତି ଯେଉଁମାନେ ବିଜୁ ତାଙ୍କ ଘରେ ଯାଇ ଖାଆନ୍ତି। ସେ ଦୂରତ୍ୱ ରକ୍ଷା କରୁନଥିଲେ। ବର୍ତ୍ତମାନ ଯେଉଁ ରାଜନୈତିକ ପରିବେଶ ହେଇଛି ସେ ପରିବେଶରୁ ସେ ଭିନ୍ନ। କାରଣ ବିଜୁବାବୁ ଯେହେତୁ ଓଡ଼ିଶା ଲୋକଙ୍କର ଇଏ ଶ୍ରାଦ୍ଧ ସଭାଟି ପାଳିତ ହେଉଛି। ଜାଣିନି କେଉଁମାନେ ବ୍ୟସ୍ତ ହୋଇ ପଡ଼ିଲେଣି ଭାରି ଜୋରେ ଶ୍ରାଦ୍ଧ ସଭା ନାଁ ଶୁଣିଲା ପରେ। ସେ ପ୍ରମାଣ କରୁଛି ଯେ ବିଜୁଙ୍କ ନାଁରେ କିଛି ଚମକ ଅଛି। ଯେଉଁ ଚମକକୁ ଯେଉଁମାନେ ବ୍ୟବହାର କଲେ ପରବର୍ତ୍ତୀ ମୁହୂର୍ତ୍ତରେ ବିଜୁଙ୍କୁ ଭୁଲିଗଲେ। ବିଜୁଙ୍କ ନାଁ ପଛକୁ ଦେଇ ନିଜେ ତା'ର ଯେତେ ସୁବିଧା ନେବା କଥା ନେଲେ। ପରବର୍ତ୍ତୀ ଅବସ୍ଥାରେ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଲେ। 2024 ନିର୍ବାଚନ ଫଳାଫଳ ହେଉଛି ବିଜୁବାବୁଙ୍କୁ ଆଡ଼େଇକି ରଖିବା, ଦୂରେଇକି ରଖିବା, ତାଙ୍କୁ ଅପସରି ଦେଇ ନିଜର ଫଟୋ ମାରିବା, ଏ କାମ ଯେଉଁମାନେ କରୁଥିଲେ ବାବୁଜୀ ତାଙ୍କର ଚେତା ପଶିଲାଣି। ଭଲକି ସେ କରିବେ ଏଥର। ତେଣୁ ବିଜୁ ପଟ୍ଟନାୟକ ଆଜି ବି ଗତକାଲି ଦେଉଥିଲେ ଇନ୍ସପେକ୍ସନ୍, ଆଜି ବି ଦେଉଛନ୍ତି, ଆଗାମୀ ଦିନରେ ଦେଉଥିବେ। ଆଉ ଏଇ ଯେଉଁ କଥାରେ ଯେଉଁମାନେ ବ୍ୟସ୍ତ ହେଇକି ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି, କାହିଁକି ବ୍ୟସ୍ତ ହୋଇ ପଡ଼ୁଛନ୍ତି? ବିଜୁଙ୍କ ଜୟନ୍ତୀ କି ଶ୍ରାଦ୍ଧ ସଭା ପାଳନ କରିବା ଏ କ'ଣ ଗୋଟେ ଏଭଳି କାର୍ଯ୍ୟକ୍ରମ ଯେଉଁଥିପାଇଁ ରାଜନୀତି କେବଳ ହେଇଯିବ? ଏବଂ ସେଦିନ ଯେଉଁ କାର୍ଯ୍ୟକ୍ରମ ଆମର ଅଛି 17 ତାରିଖ ଦିନ, ଇଏ ଜମା ସୀମିତ କୌଣସି ରାଜନୈତିକ ବ୍ୟକ୍ତି ବିଶେଷ ଭିତରେ ନୁହେଁ। ମୁଁ ଆପଣ ଗଣମାଧ୍ୟମର ବହୁ ପ୍ରତିନିଧିମାନେ ଯୋଗ ଦେବେ, ଭାଷଣ ବି ଦେଇପାରନ୍ତି। ରବି ଦାସ ସେ ଯେଉଁ କାର୍ଯ୍ୟକ୍ରମ ଭିତରେ ଅଛନ୍ତି ସେ ଗଣମାଧ୍ୟମ ପ୍ରତିନିଧି, ସିନିୟର ଜର୍ଣ୍ଣାଲିଷ୍ଟ। ଜଷ୍ଟିସ୍ ଅନଙ୍ଗ ପଟ୍ଟନାୟକ ଆସୁଛନ୍ତି, ବହୁ ଆଡ଼ଭୋକେଟ୍ ଆସିବେ, ବାର କାଉନସିଲ୍ର ପ୍ରେସିଡେଣ୍ଟରୁ ଆରମ୍ଭ କରି ଅନେକ ଲୋକ ଏଥିରେ ସମ୍ମତି ଦେଇଛନ୍ତି ଆସିବା ଲାଗି। କାରଣ ରାଜନେତା ରହିଥିବା କେବଳ ରାଜନୀତି କେବଳ ହେବ କ'ଣ? ଏବଂ ଓଡ଼ିଶା ବିକାଶ ପାଇଁ ବିଜୁବାବୁଙ୍କୁ ମନେ ପକାଇବା, ବିଜୁବାବୁଙ୍କର ଅବଦାନ ଥିଲା ବା ଆଗକୁ କ'ଣ ହେବ ଏ କଥାରେ ଆମେ ଆଲୋଚନା ରହିବ। ଏଥିରେ ଯେଉଁମାନେ କହୁଛନ୍ତି ଯେ କେବଳ ଯେଉଁମାନେ ବିଜେଡ଼ିରୁ ଯାଇଛନ୍ତି ସେମାନେ ନୁହେଁ, ବିଜେଡ଼ିର ମଧ୍ୟ ଥିବା ଲୋକ ବି ଆସିବେ। ଯଦି କାହାକୁ ବନ୍ଧବାଡ଼ ପକାଇ ଅଟକା ଅଲଗା କଥା, କିନ୍ତୁ ବିଜେଡ଼ିର ଯେଉଁମାନେ ଏବେ ଅଛନ୍ତି ସେମାନେ ମଧ୍ୟ ଆସିବେ, ବିଜେପିରେ ବି ଆସିବେ, ଏପରିକି କଂଗ୍ରେସରେ ଆସିବେ ଯେଉଁମାନେ ବିଜୁଙ୍କୁ ସମ୍ମାନ ଦେବା ପାଇଁ ଆସିବେ। ତାକୁ ନେଇ ରାଜନୈତିକ ଏବଂ ସମାଜର ବିଭିନ୍ନ ବର୍ଗର ଯେମିତି ଗଣମାଧ୍ୟମ ହେଲା ଆପଣଙ୍କର, ଶ୍ରମିକ ସଂଗଠନ, ଛାତ୍ର ଯୁବକମାନେ, ଏ ସବୁ ଗୋଟେ ନେଇକରି ଅବସନ୍ନ କାର୍ଯ୍ୟକ୍ରମ। ସେ କାର୍ଯ୍ୟକ୍ରମ ଦାନା ବାନ୍ଧିଛି। କେବଳ ଟିକେ ଆଲୋଚନା ହେଉ ସେ ନାଁର, ଯେହେତୁ ସେଇଭଳିଆ ଶକ୍ତି ଏବଂ ସାମର୍ଥ୍ୟ ଅଛି। ଗୋଟିଏ ନାଁରେ ଆମେ ଦଳ ଗଢ଼ିକିରି ପରବର୍ତ୍ତୀ ସଫଳତା ମିଳିଲା। ଏଠି ମଧ୍ୟ ସେଇ କଥାକୁ ହୋଇଯିବ। ମାନେ ବିଜୁ ଲିଗାସକୁ ପଛରେ ପକାଇକିରି ନିଜେ ଆଗକୁ ଯାଉଥିଲେ, ଏବେ ତାଙ୍କର ଚୈତନ୍ୟ ଉଦୟ ହୋଇଛି। ଭଲ ଲକ୍ଷଣ, ଶୁଭ ଲକ୍ଷଣ। ମୁଁ ଭାବୁଛି ଭଲକିରି କରନ୍ତୁ ସମସ୍ତେ। ବିଜୁବାବୁଙ୍କୁ ସମ୍ମାନ ଜଣାଇବା ଓଡ଼ିଶାର ବିକାଶରେ ଆୟୁଧ ହେବ। ନାଇଁ, ସେଥିରେ ସେ ବିଜୁ ଲିଗାସି କଥା କହିନାହାନ୍ତି। ବିଜୁ ଲିଗାସିକୁ ହିଁ ବିଜୁ ଜନତା ଦଳ, ବିଜୁବାବୁଙ୍କ ନାଁରେ ବା ଦଳ ହେଲା, ଆଉ ବୁଝିବାକୁ ବାକି ରହିଲା କିଛି? ଯେଉଁମାନେ ଏ କଥାଟି କହୁଛନ୍ତି ସେ ଅତ୍ୟନ୍ତ ମୁଁ ଭାବୁଛି ଜାଣିଛନ୍ତି, ଜଣଜାଣିଲା ଭଳିଆ ଚତୁର ହେଇ କହୁଛନ୍ତି। ବିଜୁ ଲିଗାସି ହିଁ ବିଜୁ ଜନତା ଦଳ ନାଁରେ ଗଠନ ହେଲା ଏବଂ ତା ଦ୍ୱାରା ଲୋକଙ୍କ ସମର୍ଥନ ମିଳିଲା। ସେଥିରେ ଯେଉଁ ସ୍ଥାପନା ହେଇଥିଲା ସେଥିରେ ଦିଲ୍ଲୀପ ରାୟ ଥିଲେ, ସେଥିରେ ବିଜୟ ମହାପାତ୍ର ଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ନବୀନବାବୁ ସଭାପତି ଆସିଲେ, କିନ୍ତୁ ଯେଉଁମାନେ ଗଠନ କରିବାର ଥିଲା ଏଉ ସିଂହଦେଓ ଥିଲେ, ପ୍ରସନ୍ନ ଆଚାର୍ଯ୍ୟ ଥିଲେ, ଏଇଭଳି ନେତା ଏକାଠି ହେଇଥିଲେ। ସେଥିରେ ମଧ୍ୟ ମୁଁ ସମ୍ପୃକ୍ତ ମୂଳରୁ ଅଛି। ଯେଉଁମାନେ ଦୂରେଇକିରି ଥିଲେ ପରବର୍ତ୍ତୀରେ ବିଜୁ ଲିଗାସି ଗ୍ରହଣ କଲେ। ତେଣୁ ବିଜୁ ଲିଗାସି ଅସଫଳ କେଉଁଠି ହେଲା? ଆଉ ଆମେ ଯଦି ରାଜନୈତିକ ଦଳ ଗଢ଼ିକିରି ଭିନ୍ନ କଥା କହିବୁ, ସେ କଥା ସେ ପରିବେଶ ଆସିନି। ମୁଁ ବାରମ୍ବାର କହିଛି ଏକ ରାଜନୈତିକ ମଞ୍ଚ ହେବ ନାହିଁ। ଅଣରାଜନୈତିକ ଲୋକ ମଧ୍ୟ ଏଥିରେ ରହିବେ। ଓଡ଼ିଶାର ବିକାଶ, ଓଡ଼ିଶା ନାଗରିକମାନଙ୍କୁ ସଚେତନ କରାଇବା, ଗୋଟେ ସଶକ୍ତ ନାଗରିକ ଶକ୍ତି ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ହେଉଛି। ଏବଂ ଯେଉଁଠି ଚାହୁଁଥିଲେ ମହାରାଷ୍ଟ୍ର ଭିତରେ ଏଠି କିଛି ଲୋକ କହିବା ଆରମ୍ଭ କଲେଣି, ମୁଁ ଶୁଣୁଛି ଧର୍ମ ନିରପେକ୍ଷ ହେବ କି ନାହିଁ। ଧର୍ମ ନିରପେକ୍ଷ ଯେଉଁ ଦଳ ଯେଉଁ ନେତାମାନେ କହୁଛନ୍ତି ବିଜେପି ସାଙ୍ଗରେ ସରକାର କରିଥିଲେ, ଯେତେବେଳେ କ'ଣ ଧର୍ମ ନିରପେକ୍ଷ କୁଆଡ଼େ ଯାଇଥିଲା? ବର୍ତ୍ତମାନ ନୂଆ ହେଇଛି। ଏଇଭଳି ବି ଯେଉଁ ପ୍ରବଞ୍ଚନା ଯେଉଁମାନେ କରୁଛନ୍ତି, ସେ ପ୍ରବଞ୍ଚନାର
ପ୍ରକୃତ ଅସଲ ରୂପ ଲୋକ ଜାଣିବେ। କାଲି ଆମେ କଂଗ୍ରେସ ବିରୁଦ୍ଧରେ ସଂଗଠନ ଗଢ଼ିଲୁ ଅଣ କଂଗ୍ରେସ ବାଦକୁ ନେଇ, ତା ପରବର୍ତ୍ତୀ ଅବସ୍ଥାରେ ବିଜେପି ସାଙ୍ଗରେ ମେଣ୍ଟ ହୋଇଥିଲା ଅଣ କଂଗ୍ରେସକୁ ନେଇକି। ଏବେ କଂଗ୍ରେସ ସାଙ୍ଗରେ ମେଣ୍ଟ କରି କୁହାଯାଉଛି ଧର୍ମନିରପେକ୍ଷ ରହିବ। ଧର୍ମନିରପେକ୍ଷତା କେଉଁଦିନ ଯାଇଥିଲା ଯେଉଁ ୱାକଫ ବିଲ୍ ଆସିଥିଲା, ଯେତେବେଳେ ଭାରତର ଅନ୍ୟମାନେ ଭିନ୍ନ ଦେଲେ, ସେତେବେଳେ ଯେଉଁମାନେ ଷ୍ଟାଣ୍ଡ ନେଲେ ଏବେ ତାକୁ ବାଉଳେଇ ହେଉଛନ୍ତି। ଭାବୁଛି ସେ ଭିତରେ ମୁଁ ପଶିବାକୁ ଚାହେଁ ନା, କିନ୍ତୁ ଗୋଟିଏ କଥା ସ୍ପଷ୍ଟ କରୁଛୁ, ଆଉ ଥରେ କହୁଛି, ଇଏ ରାଜନୈତିକ ମଞ୍ଚ ନୁହେଁ, ଇଏ ରାଜନୈତିକ ଦଳ ନୁହେଁ, ନାଗରିକ ସମାଜ ହେଉଛି ଗୋଟେ ଫୋରମ୍, ଗୋଟେ ପ୍ଲାଟଫର୍ମ, ଯେଉଁ ପ୍ଲାଟଫର୍ମରେ ଓଡ଼ିଶା କଥା ଆଲୋଚନା କରିବୁ ଏବଂ ବିଜୁଙ୍କର ଶ୍ରାଦ୍ଧ ଦିନ ପାଳିତ। ନା ଏଠି ବିଜୁ ଜନତା ଦଳ ବୋଲି କିଏ କହୁନାହାନ୍ତି। ମୁଁ କହିଲି ବିଜୁ ଜନତା ଦଳରେ ଯେଉଁମାନେ ଆଗରୁ ଥିଲେ ସେମାନେ ରହିବେ। ମୁଁ ବିଜୁ ଜନତା ଦଳ ସଭ୍ୟ ସଂଘର ସଭ୍ୟକୁ ନବୀକରଣ କରିନି ଏଥର, କିନ୍ତୁ ବିଜୁ ଜନତା ଦଳରେ ଥିଲେ, ବିଜୁ ଜନତା ବିଧାୟକ ଥିଲେ, ଏକଥା ଅସ୍ୱୀକାର କରିବେନି। ଅନେକ ଲୋକ ଯେଉଁମାନେ ବିଜୁ ଜନତା ଦଳ ଭିତରେ ଏବେ ବି ଅଛନ୍ତି, ସଭ୍ୟ ସଂଘ ନବୀକରଣ କରିଛନ୍ତି, କର୍ମକର୍ତ୍ତା ଅଛନ୍ତି, ସିଏ ମଧ୍ୟ ଯୋଗ ଦେଇପାରନ୍ତି। ବିଜେପିରୁ ଯୋଗ ଦେବେ, କଂଗ୍ରେସରୁ ଆସିବେ ଏବଂ ତା ଛଡ଼ା ମୁଁ କହିଲି ସମାଜର ବିଭିନ୍ନ ବର୍ଗର ଲୋକ ଆସିବେ। ତେଣୁ ଗୋଟେ ଏଇଭଳି କାର୍ଯ୍ୟକ୍ରମ ହେଉଛି, ତାକୁ ଭିନ୍ନ ଅର୍ଥରେ ଦେଖି ଗୋଟେ ଅପପ୍ରଚାର କରାଯାଉଛି ଯେ ନୂଆ ରାଜନୈତିକ ଦଳ ହେଇଗଲା, ଇଏ କଲାଣି ସାମୁଖ୍ୟ ହେଇଗଲା। ସାମୁଖ୍ୟ ଏଠି ନୁହଁ। ଜଣେ ଆମର ବରିଷ୍ଠ ରାଜନେତା ଦ୍ୱିତୀୟ ଦ୍ୱାର ତ ମୋର ବନ୍ଧୁତା ତାଙ୍କ ସାଙ୍ଗରେ ବେଶୀ, ସେ କହିଲେ ସାମୁଖ୍ୟ। ସାମୁଖ୍ୟ କ'ଣ ହେଲା? ଏଠି ଗୋଟେ ପ୍ଲାଟଫର୍ମ ହେଇଛି ଖାଲି ପାଳନ କରିବା ପାଇଁ, କିନ୍ତୁ ଏ ପାଳନଟା ବୋଧେ ବହୁ ଲୋକଙ୍କ ଧିଏରେ ଯାଉନି। ସେମାନେ ବ୍ୟସ୍ତ ହୋଇପଡ଼ିଲେଣି, ବିବ୍ରତ ହୋଇପଡ଼ିଲେଣି। ତେଣୁ ମୁଁ ଭାବୁଛି ଏ କାର୍ଯ୍ୟକ୍ରମଟା ଆଗକୁ ଗଲେ ଆହୁରି ସଫଳ ହେବ।